ସାହାଯ୍ୟ ସହଯୋଗ ଅନୁଗ୍ରହ ଦ୍ୱାରା ଏଇ ସୁନ୍ଦର ସୁଯୋଗ ପାଇଛି, ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଆଉ ବିଶେଷ ଭାବରେ ଧନ୍ୟବାଦ ଦଉଛି ପରିଚାଳକ କମିଟି ନିକଟରେ, ଆଉ ଯୋଉମାନେ କି ଅତି ସୁନ୍ଦର ଭାବରେ ସମସ୍ତ ବିଷୟକୁ ନିଖୁଣ ଭାବରେ ପରିଚାଳନା କରି ଆସୁଅଛନ୍ତି, ଯଦ୍ୱାରା ଅନେକ ଏଇ ପ୍ଲାଟଫର୍ମରେ ଜଡ଼ିତ ହେବାର ସୁନ୍ଦର ସୁଯୋଗ ପାଉଛନ୍ତି। ସେଥିପାଇଁ ମଧ୍ୟ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଦିନକୁ ଦିନ ଆର୍ଲି ମର୍ଣ୍ଣିଂର ପରିବାର ବୃଦ୍ଧି ପାଉଛି, ଆଉ ଧୀରେ ଧୀରେ ଏହା ଅନେକଙ୍କ ପାଖରେ ପହଞ୍ଚି ପାରିଛି ଆର୍ଲି ମର୍ଣ୍ଣିଂ ପ୍ରେୟାର ଗ୍ରୁପ। ସେଥିପାଇଁ ମଧ୍ୟ ଆଉ ଅନେକଙ୍କର ପ୍ରାର୍ଥନାର ବୋଝକୁ ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଆଉ ଯୋଉମାନେ କି ବଡ ଭାଇ ମାନେ ଅଛନ୍ତି ଆଉ ପ୍ରଭୁଙ୍କର ସେବାକୁ ଅତି ସୁନ୍ଦର ଭାବରେ କରି ନଉଛନ୍ତି, ସେମାନଙ୍କୁ ପ୍ରଭୁ ଆହୁରି ପ୍ରଚୁର ଆଶୀର୍ବାଦ କରନ୍ତୁ। ଏଇ ନୂତନ ବର୍ଷରେ ଆହୁରି ନୂତନ ଚାଳନା ଦିଅନ୍ତୁ, ଯଦ୍ୱାରା ଏଇ ପ୍ରାର୍ଥନା ଦଳଟି ଆହୁରି ପ୍ରଭୁଙ୍କର ଗୌରବ ନିମନ୍ତେ ସାକ୍ଷୀ ସ୍ୱରୂପ ହବ। ତଥାପି ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ, ପୁଣି ଆପଣ ମାନଙ୍କୁ ମଧ୍ୟ ଆଉ ଥରେ ଧନ୍ୟବାଦ ଦିଏ ଯେ ଆପଣ ସୁଯୋଗ ଦଉଛନ୍ତି ପ୍ରଭୁଙ୍କର ବାକ୍ୟ କହିବା ନିମନ୍ତେ। ଗତ ଦିନରେ ମଧ୍ୟ ପ୍ରଭୁଙ୍କ ଦାସ ମାନଙ୍କର ବଡ ଭାଇ ବିନୟ ଭାଇ କହୁଥିଲେ, ଆପଣ ହେଲେ ଆମର RPF ରିଜର୍ଭ ପୋଲିସ ଫୋର୍ସ। ତ କାହିଁକି ପ୍ରଭୁଙ୍କ ନାମର ଧନ୍ୟବାଦ ହଉ, ଏତେ ବଡ ସମ୍ମାନ ଯେ ସତ କଥା ଯେ ଯେକୌଣସି ସମୟରେ ପ୍ରଭୁ ବି ଆମକୁ ଶିଖେଇଛନ୍ତି। ମୋର ମନେ ପଡୁଛି ଆମମାନଙ୍କର ଜଣେ ପାଳକ ମହାଶୟ ଥିଲେ, ମିଖାଇଲ ଭାଇଙ୍କର ଚର୍ଚ୍ଚରେ ବର୍ତ୍ତମାନ ସେ ରିଟାୟାର୍ଡ ହେଇକି ଅଛନ୍ତି, ପାଷ୍ଟର ହେମନ୍ତ ଜେନା। ଆଉ ଯେତେବେଳେ ସେ ମୋ ମଣ୍ଡଳୀରେ ଥିଲେ, ଆଉ ମୁଁ ବାଇବଲ କଲେଜରୁ ଫେରିଛି, ମତେ କହିଲେ ଆଉ ସାନୁ ତୁମେ ଆଜି ବାକ୍ୟ ଦବ। ମୁଁ କହିଲି ନାଇଁ ଆଜ୍ଞା ଆପଣ ଅଛନ୍ତି, ମୁଁ ଆଉ କଣ ଦେବି, ମୁଁ କଣ ଜାଣିଛି। ତାପରେ ସେ ମତେ କହିଥିଲେ, ସେଇ ଦିନ ଠାରୁ ମୁଁ ସେଇଟା ଶିଖିଛି ମଧ୍ୟ ଯେ ନାଇଁ ଆମକୁ ସଦାବେଳେ ପ୍ରସ୍ତୁତ ହବାକୁ ପଡିବ। କାରଣ ତୁମେ ବର୍ତ୍ତମାନ ଥିଓଲୋଜି କରୁଛ, ଆଉ ସଦାବେଳେ ପ୍ରସ୍ତୁତ ରହିବ, ଯେତେବେଳେ ବି ସମୟରେ ହଉ କି ଅସମୟରେ ହଉ, ଯୋଉଠି ସୁଯୋଗ ମିଳିଲା। ତ ସେଇ ଦିନଠୁ ଆଉ ମୁଁ ପଛକୁ ଫେରିନି, ପଛକୁ ମୁହଁ ବି କରିନି ଯେତେବେଳେ ବି। ଆଉ ଏଇଟା ଆର୍ଲି ମର୍ଣ୍ଣିଂ ରେ ମଧ୍ୟ ସାକ୍ଷ୍ୟ ଅଛି। ପ୍ରଥମ ଯେତେବେଳେ ଜଡିତ ହଉଥିଲୁ, ମାତ୍ର 10-12 ଜଣ ମାନେ ଜଡିତ ଥିଲୁ। ଆଉ ଜଏନ କଲା ପରେ ହିଁ ମଧୁସ୍ମିତା ଦିଦି କହିଛନ୍ତି, ସାମୁଏଲ ଭାଇ ଆଜି କେହି ନାହାନ୍ତି, ଆପଣଙ୍କୁ ହିଁ ବାକ୍ୟ ଦବାକୁ ପଡିବ। ତ ଅନେକ ଥର ସେପରି ହେଇଛି ମଧ୍ୟ। ତେଣୁ ପ୍ରଭୁ ନାମର ଧନ୍ୟବାଦ ହଉ ଆପଣ ମାନଙ୍କର ସ୍ନେହ ପ୍ରେମ ଆଉ ସହଯୋଗ ପାଇଁ। ଆସନ୍ତୁ ଆମେ ବାକ୍ୟ ମଧ୍ୟକୁ ଯିବା। ଅଳ୍ପ ସମୟ କହିବି, ବେଶୀ ସମୟ କହିବି ନାହିଁ। ଆଉ ମୁଁ ଜାଣେ ଯେହେତୁ ଆମେ ପ୍ରାର୍ଥନା କରୁଛୁ ଅନେକଙ୍କ ପାଇଁ, ସାକ୍ଷ୍ୟ ଗୁଡିକ ମଧ୍ୟ ରହୁଛି, ତେଣୁ ପ୍ରଭୁ ନାମର ଧନ୍ୟବାଦ। ହଁ, ତ ବାକ୍ୟକୁ ଯିବା ପୂର୍ବରୁ ଗୋଟେ କାହାଣୀ କହିବି। ଆଉ ହୁଏତ କାହାଣୀଟି ଯଦି ଜାଣିଥିବେ ତାହେଲେ ନିଶ୍ଚୟ କାହାଣୀଟା ଆପଣଙ୍କୁ ଆଉ ଥରେ ମନେ ପକେଇଦବ। ଯଦି କାହାଣୀଟା ଜାଣିନଥିବେ ତାହେଲେ ଆଉ ଟିକେ ସାହାଯ୍ୟ କରିବ। ଗୋଟେ ଠେକୁଆ ପରିବାର ବିଷୟରେ କହିବି। ଠେକୁଆ ଆପଣ ମାନେ ଦେଖିଥିବେ, ଯାହାର କି ବହୁତ ସୁନ୍ଦର କାନ ଥାଏ, ଆଉ ଶରୀରଟା ଯେତିକି ବଡ ନୁହଁ, କାନ ଦିଟା ତାଠୁ ଆହୁରି ବଡ ଥାଏ, ନାଇକି? କାନ ଦିଟା ଉପରକୁ ପୁରା ଟେକି ହେଇକି ଥାଏ। ସତ ସତକା ନ ଦେଖିଥିଲେ ବି ପିକ୍ଚରରେ ଆମେ ଦେଖିଥିବା। ତେଣୁ ସେଇ ଠେକୁଆ ଗୋଟେ ଛୋଟ ଠେକୁଆ ତାର ମା ଏବଂ ଛୋଟ ଛୁଆ ଦିଟିକୁ ପ୍ରତିପାଳନ କରୁଥିବା ସମୟରେ, ଠେକୁଆ ମାନେ ସାଧାରଣତଃ ଗାତରେ ରୁହନ୍ତି, ଗାତ ଭିତରେ। ତେଣୁ ବାହାରକୁ ବାହାରେ ମାଟି, ଆଉ ତାପରେ ସେ ବାହାରିଲା ପରେ ତାଙ୍କୁ ଚରେଇକି ପୁଣି ତାଙ୍କୁ କଣ କରି ସେ ଗାତ ଭିତରେ ରଖିଦିଏ, ଆଉ କହିଦିଏ ପଦାକୁ ଜମା ବାହାରିବନି, ହେଲା? ପଦାକୁ ଜମା ବାହାରିବନି, ଆଉ ପଦାକୁ ବାହାରିଲେ ବାହାରେ ହିଂସ୍ର ଜନ୍ତୁ ଅଛନ୍ତି, ତମକୁ ଖାଇଦେବେ। ତେଣୁ ତୁମେ ଘର ଭିତରେ ରହିବ, ମୁଁ ଆସିଲେ ତୁମକୁ ପୁଣି ପଦାକୁ ଆଣିବି। ତାପରେ ସେ କହିକି ପଳେଇଲା। କିନ୍ତୁ ଯେହେତୁ ଛୋଟ ଛୁଆ ଗୁଡାକ ବଡ ହେଇଯାଇଛନ୍ତି, ଆଉ ଖେଳିବା ମନ, ଅନେକ ସମୟରେ ମଣିଷ ମାନେ ବି ସେମିତି ହୁଅନ୍ତି। ଆମ ପୁଅ ବି ବହୁତ ସମୟରେ ଦୁଷ୍ଟ ହୁଏ, ଶୁଣେନି କଥା। ତେଣୁ ସେଟା ସ୍ୱାଭାବିକ କଥା। ତ ସିଂହଟି ଆସିଛି, ଦୁଇଟି ଛୁଆଙ୍କୁ ମାରି ଦେଇଛି, ନେଇକି ପଳେଇଛି। ଆଉ ସେ ଖାଇବା ପୂର୍ବରୁ ତାର ମନ ହେଲା, ଗୋଟେ ଜଳାଶୟକୁ ଦେଖିଲା ଆଉ କହିଲା ମୁଁ ଯିବି ଗାଧେଇବି, ଗାଧେଇଲା ପରେ ତାପରେ ଏଇ ଠେକୁଆ ଛୁଆ ଦିଟକୁ, କଅଁଳିଆ ଛୁଆ ଦିଟକୁ ଖାଇବି।
ସେତିକି ବେଳେ ସେ ବାଟ ଦେଇକି ବିଲୁଆଟିଏ ଯାଉଥିଲା। ଆଉ ସେ ବିଲୁଆଟିକୁ କହିଲା, ଏ ବିଲୁଆ ତୁ ଏଇ ଠେକୁଆ ଛୁଆ ଦିଟା ଜଗିଥା, ମୁଁ ଗାଧେଇକି ଆସିଲେ ମୁଁ ଖାଇବି, ତେଣୁ ତୁ ଜଗିଥା। ତେଣୁ ସେ ବି ମାଂସାଶୀ ପ୍ରାଣୀ, ତେଣୁ ସେ ଜଗିଛି। ଜଗିବା ଅବସ୍ଥାରେ ସିଂହ ଗାଧଉଥିବା ଅବସ୍ଥାରେ ୟା ପାଟିରୁ ଲାଳ ଗଡିଛି, ଆଉ ସେ କଣ କରିଛି, ଟିକେ ଟିକେ ଚାଟିଛି, ହାଲକା ହାଲକା ସେ ତାର କାନ ମୂଳକୁ ଚାଟୁ ଚାଟୁକା କାନ ଗୁଡିକ କୁଡୁକୁଡୁ ଲାଗିଛି, ଆଉ ସେ ଖାଇ ଦେଇଛି। ଯେତେବେଳେ ସିଂହ ଗାଧେଇକି ଉଠେ, ସେ ଛୁଆ ଦିଟାଙ୍କର କାନ ନାହିଁ। ସେ ସିଂହ କହିଲା, ମୁଁ ତ କାନ ଦିଟା ଧରିକି ଆସିଲି, କାନ ଗୁଡାକ କୁଆଡେ ଗଲା? ସେ କହିଲା, ନାଇଁ ମହାରାଜ, ଯେହେତୁ ସେ ଜଙ୍ଗଲ ରାଜା, ମହାରାଜ କାନ ଦିଟା ତାର ଆରମ୍ଭରୁ ନଥିଲା। ସେ କହିଲେ, ନାଇଁ ମୁଁ ତ ଦେଖିଥିଲି। ନା ନାଇଁ, ତା ମାକୁ ପଚାରିବା। ଯେତେବେଳେ ତା ମା ପାଖକୁ ଗଲେ, ମାକୁ ପଚାରିଲେ, ତୋର ଛୁଆ ଦିଟାର ଜନ୍ମରୁ କାନ ନଥିଲା କି? ସେ କହିଲା, ନା, ସେମାନଙ୍କର କାନ ନଥିଲା। ପ୍ରିୟମାନେ, ଆମେ ସମସ୍ତେ ଜାଣୁ ଠେକୁଆର କାନ ଥାଏ, ଆଉ ବହୁତ ବଡ ବଡ କାନ ଥାଏ, କିନ୍ତୁ ତା ସତ୍ତ୍ୱେ ମଧ୍ୟ ତା ମା କଣ କହିଲା, ସେମାନଙ୍କର କାନ ନଥିଲା। କାନ ଥିଲେ ସେମାନେ ଶୁଣିଥାନ୍ତେ ଏବଂ କେବେ ବି ପଦାକୁ ବାହାରି ନଥାନ୍ତେ, ଶତ୍ରୁ ସେମାନଙ୍କୁ କ୍ଷତି କରିନଥାନ୍ତା। ଆଜିର ବାକ୍ୟ ହେଲା ମାର୍କ ତାର 4 ପର୍ବ ତାର 9 ପଦ। ମାର୍କ 4 ପର୍ବ ତାର 9 ପଦ। ପୁଣି ସେ କହିଲେ, ଯାହାର ଶୁଣିବାକୁ କାନ ଅଛି ସେ ଶୁଣୁ। ହାଲେଲୁୟା। ପ୍ରଭୁ ନାମର ଧନ୍ୟବାଦ ହଉ। ପ୍ରଭୁ ଯୀଶୁ ଗୋଟେ ବୁଣାଳିର ଦୃଷ୍ଟାନ୍ତ ଏଠି ଦଉଛନ୍ତି, ଯୋଉ ବୁଣାଳି କି ବିହନ ବୁଣିବାକୁ ଘରୁ ବାହାରିବା ସମୟରେ କିଛି ବିହନ ବାଟ ପାଖରେ ପଡିଯାଇଛି, କିଛି ବିହନ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡିଯାଇଛି, ଆଉ କିଛି ବିହନ ଆଉ ସେଇ କଣ୍ଟା ଭିତରେ ପଡିଯାଇଛି, ଏବଂ ତାର ବିଲ ମୁଣ୍ଡରେ ସେ ପହଞ୍ଚିଲା ବେଳକୁ, ଯୋଉ ବିଲକୁ ସେ ପ୍ରସ୍ତୁତ କରିଥିଲା, ସେ ବିଲରେ ପହଞ୍ଚିଲା ବେଳକୁ 3ଟି ଜାଗାରେ ପଡିଯାଇଛି, ଏବଂ ଶେଷରେ ବାକି ସବୁଯାକ ବିହନକୁ ସେ କଣ କରୁଛି, ଉତ୍ତମ କ୍ଷେତ୍ରରେ, ପ୍ରସ୍ତୁତ ହେଇଥିବା କ୍ଷେତ୍ରରେ ପକାଉଅଛି। ଆଉ ପକେଇଲା ପରେ ତାହା 30 ଗୁଣ, 60 ଗୁଣ, 100 ଗୁଣ ଫଳବାନ ହଉଛି। ପ୍ରଭୁ ନାମର ଧନ୍ୟବାଦ ହଉ। ଆପଣ ମାନେ ସମସ୍ତେ ଅଭିଜ୍ଞ ବ୍ୟକ୍ତି ମାନେ ପ୍ରଭୁଙ୍କର ବାକ୍ୟକୁ ଶିଖିଛନ୍ତି, ଜାଣିଛନ୍ତି, ତେଣୁ ଏ ବାକ୍ୟଟା ବହୁତ ବଡ ବିଷୟ ନୁହଁ, କିନ୍ତୁ କାହିଁକି ପ୍ରଭୁ ଯୀଶୁ ସେଦିନ ଲୋକମାନଙ୍କୁ ଏଇ କଥା କହିଲେ? ହୁଏତ ଆମେ ଅନେକ ଥର ଏଇ ପଦଟାକୁ ପଢିଥିବା, ଯାହାର କାନ ଅଛି ସେ ଶୁଣୁ, ନୁହେଁ କି? କାନ ନଥିବା ଲୋକ କେହି ନାହାନ୍ତି, ଆମ ସମସ୍ତଙ୍କର କାନ ଅଛି। ତଥାପି ବେଳେ ବେଳେ ଆମେ ଯଦି ଆମ ଘର କଥାକୁ କହିବା, ତାହେଲେ ଆମେ ଆମର ପିଲାମାନଙ୍କୁ, ବା ଆମେ ବି ଯେତେବେଳେ ବି ସାନ ଥିଲୁ, ଆମ ବାପା ମା ବି ସେ କଥା କହିବେ, ତତେ ଶୁଭୁନି କି? କହୁଛି ପରା, ତ କାନଟା କୁଆଡେ ରଖିଛୁ କି? କାନ ତ ନାହିଁ। ଅନେକ ସମୟରେ ଏଇ ଗାଳି ଶବ୍ଦ ଗୁଡାକ ଆମେ ଶୁଣିଛୁ। ଇଭିନ୍ ବର୍ତ୍ତମାନ ଯଦି ଆମେ ଯୋଉମାନେ ବି ବଡ ହେଇଯାଇଛୁ, ଏବଂ ଆମେ ଆମର ପିଲାମାନଙ୍କୁ ମଧ୍ୟ ସ୍କୁଲରେ ମଧ୍ୟ ସାର୍ ମାନେ ମଧ୍ୟ ସେଇ କଥା କହନ୍ତି, ଏଇ ତତେ କହୁଛି ସିଆଡେ କୁଆଡେ ଅନଉଛୁ, ତତେ କହୁଛି, ତ କାନ ଶୁଭୁନି କି? କାନ ନାହିଁ ବୋଧେ, ନାଇଁ କି? ବେଳେ ବେଳେ ଆମେ ରାଗିକି କହିଥାଉ, କିନ୍ତୁ ଆମ ସମସ୍ତଙ୍କର କାନ ଅଛି। ବିନା କାନରେ ଆମେ କେହି ଜନ୍ମ ହେଇନାଉ। ଅବଶ୍ୟ କେହି କେହି, ଜଣେ 2 ଜଣ ଯୋଉମାନେ କି ସମସ୍ୟାଗ୍ରସ୍ତ ହେଇକି ଆସନ୍ତି, ଯୋଉ ଆମର ଇନ୍ଦ୍ରିୟ କେତେ ଜଣଙ୍କର ବନ୍ଦ ଥାଏ, କଥା କହିପାରନ୍ତି ନାହିଁ ବା ଶୁଣି ପାରନ୍ତି ନାହିଁ, ସେଇଟା ଭିନ୍ନ କଥା। ହୁଏତ କାନ ଥାଇକି ମଧ୍ୟ ସେମାନେ ଶୁଣି ପାରନ୍ତି ନାହିଁ। କିନ୍ତୁ ପ୍ରଭୁ ଯୀଶୁ ଏଠି କହିବାର ମୂଳ ତାତ୍ପର୍ଯ୍ୟ ହେଲା ଯେ କଣ, ଯିହୁଦୀ ଲୋକମାନେ, ସାଦୁକି ଫାରୁସୀ ମାନେ, ଯୋଉମାନେ କି ସେଇ ଦିନର ତଥାକଥିତ ଧାର୍ମିକ ଲୋକମାନେ, ଅଧାର୍ମିକ ନୁହନ୍ତି ସେମାନେ, କାରଣ ସେମାନେ ଟିକେ ନିଖି ନିୟମକୁ ପାଳନ କରୁଥିଲେ। ସେମାନେ ଏପରି କୌଣସି ବିଷୟ ଛାଡୁ ନଥିଲେ ଯୋଉଥିରେ କି ତାଙ୍କୁ ଦୋଷାରୋପ କରାଯିବ। ଯଦି ଆମେ ସେଇ ଧନୀ ଯୁବା ବିଷୟରେ କଥା ହବା, ତାହେଲେ ଯେତେବେଳେ ସେ ଆସୁଛି ପ୍ରଭୁଙ୍କ ପାଖକୁ, ହେ ପ୍ରଭୁ, ମୁଁ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ କଣ କରିବି? ପ୍ରଭୁ କହୁଛନ୍ତି ଯେ ତୁମେ ବ୍ୟବସ୍ଥାର ସେଇ 10ଟା ନିୟମକୁ ପାଳନ କରିଦିଅ, ତୁମେ ଅନନ୍ତ ଜୀବନର ଅଧିକାରୀ ହବ। ସେ କହୁଛନ୍ତି, ମୁଁ ଯୌବନ କାଳାବଧି
ଯୌବନ କାଳ ମାନେ ତାଙ୍କର କିଶୋର ଅବସ୍ଥାରୁ ହୁଏତ ସେ ସଣ୍ଡେ ସ୍କୁଲରୁ ବା ସିରୁ ଯାଇକି ସେଇଗୁଡିକ ଶିଖୁଛନ୍ତି ଏବଂ କରୁଛନ୍ତି। ଆଜି ସେ କହୁଛନ୍ତି ମୁଁ ସବୁ ଏଗୁଡିକ ଟିକେ ନି କରିଛି। ପ୍ରଭୁ କହିଲେ ଯଦି ସବୁ କରିସାରିଲଣି ତାହେଲେ ମୁଁ ଭାବୁଛି ଗୋଟିଏ ବିଷୟ ଅଛି, ଏଇଟା ଫାଇନାଲ କରିକି ଦେଖ। ତ ସେଇଟା ହଉଛି କଣ, ତୁମେ ତମର ସବୁ ଯାକ ସମ୍ପତ୍ତିକୁ ବିକ୍ରି କରିଦିଅ ଆଉ ଦରିଦ୍ର ମାନଙ୍କୁ ଦାନ କରିଦିଅ, ମୋ ପଛରେ ଆସ। କାରଣ ପ୍ରଭୁ ଜାଣ ତାର ଧନ ହିଁ ତାକୁ କଣ କରୁଛି, ଭିଡିକି ରଖୁଛି। ତେଣୁ ସେଇ ସମୟରେ ପ୍ରଭୁ ତାକୁ କହିବା ସମୟରେ ସେ ମନ ଦୁଃଖ କଲା ଏବଂ ପଶ୍ଚାତାପ କରି ଫେରିଗଲା, ଦୁଃଖରେ ଫେରିଗଲା। ତେଣୁ ପ୍ରଭୁ କଣ କହିଲେ, ସୂଚୀର ଛିଦ୍ର ଦେଇକି ଓଠ ପ୍ରବେଶ କରିବ, ମାତ୍ର ଧନୀ ଲୋକମାନେ ପ୍ରବେଶ କରିପାରିବେନି। କେତେ ବଡ କଥା, କେତେ ବଡ ଗୁରୁତ୍ୱପୂର୍ଣ୍ଣ। ଚିନ୍ତା କରନ୍ତୁ, ଗୋଟେ ଅସମ୍ଭବ ବିଷୟଟା କୁହାଯାଇଛି, ଗୋଟେ ସୂଚୀର ଛିଦ୍ର ଦେଇକି ଦରକାର ପଡିଲେ ଓଟ ପ୍ରବେଶ କରେ। ସୂଚୀର ଛିଦ୍ର ଆପଣ ମାନେ ଦେଖୁଛନ୍ତି କେଡିକି ବଡ, କିନ୍ତୁ କମ୍ପାରିଜନ କି ପ୍ରକାର, ଦରକାର ପଡିଲେ ଓଟ ଗଳିଯିବ ସିନା, ଧନୀ ଲୋକ ଯାଇପାରିବନି। କାହିଁକି, ଧନୀକୁ କଣ କରିବ, ଭିଡିକି ଧରିବ। ତେଣୁ ପ୍ରଭୁ ଯୀଶୁ ଏଇ ପ୍ରକାର ବିଷୟକୁ ତାତ୍ପର୍ଯ୍ୟକୁ ଦେଖୁ ଦେଖୁ କହିଲେ, ଯାହାର କାନ ଅଛି ସେ ଶୁଣ। ଯଦି ଆପଣ ମାନେ ନୂତନ ନିୟମରେ ମାଥ୍ୟୁ, ମାର୍କ, ଲୁକରେ ଖୋଜିବେ ତାହେଲେ ପ୍ରାୟ 5 ଥର এই ବିଷୟରେ ଲେଖା ହେଇଛି ଏବଂ ପ୍ରକାଶିତ ବାକ୍ୟରେ ଯୋଉ 7ଟି ମଣ୍ଡଳୀ ନିକଟକୁ ଲେଖା ଯାଉଛି, ଚିଠିଟି ଯାଉଛି, ସେ 7ଟି ମଣ୍ଡଳୀକୁ ମଧ୍ୟ ଶେଷରେ କୁହାଯାଉଛି ଯାହାର କର୍ଣ୍ଣ ଅଛି ସେ ଶୁଣ। ସ୍ୱର୍ଣ୍ଣ ମଣ୍ଡଳୀ ହଉ, ଥୁଆତିରା ମଣ୍ଡଳୀ ହଉ, ସାର୍ଦି ମଣ୍ଡଳୀ ହଉ, ପ୍ରତିଟି ମଣ୍ଡଳୀକୁ ଚିଠି ଯାଇଛି। ଆପଣ ମାନେ ଦେଖିବେ ସେଠି 7ଟି ମଣ୍ଡଳୀକୁ। ତେଣୁ ପ୍ରାୟ 12 ଥର এই ବିଷୟରେ ଉଲ୍ଲେଖିତ ଅଛି ଯେ ଯାହାର କର୍ଣ୍ଣ ଅଛି ସେ ଶୁଣୁ। ହାଲେଲୁୟା। ତେଣୁ ପ୍ରିୟ ମାନେ ଆଜି ମଧ୍ୟ ଖ୍ରୀଷ୍ଟିଆନ ମାନେ, ଯେଉଁମାନେ ତଥାକଥିତ ଖ୍ରୀଷ୍ଟିଆନ, ଗତ ଦିନରେ ବଡଦିନ ଆସିଲା, ବଡଦିନ ସମୟରେ ଘରକୁ ସଜେଇବା, ଘରେ ଆଉ ସେ କ୍ରିସମାସ ଟ୍ରି କୁ ସଜେଇବା, ଆଉ ସେ ଲାଇଟ କୁ ସଜେଇବା, ନୂଆ ଡ୍ରେସ କିଣିବା, ଅନେକ ମାନେ ସମସ୍ତଙ୍କୁ ମୁଁ ଏକଥା କହୁନାହିଁ, ଯୋଉମାନେ ଏଇ ସବୁରେ ପୁରା ଆଗ, କିନ୍ତୁ ପ୍ରାର୍ଥନାକୁ ଯିବା, ଚର୍ଚ୍ଚକୁ ଯିବା, ଆଜି ଟିକେ ପ୍ରଭୁଙ୍କ ପାଇଁ ସାକ୍ଷୀ ହେବା, ପ୍ରଭୁଙ୍କୁ ଟିକେ ଧନ୍ୟବାଦ ଦବା, ଏଇ ସବୁରେ ନାହିଁ। ଏମାନେ କଣ, ସେଇ ଯୋଉଟି ବୁରି ବୃକ୍ଷର ଯୀଶୁ ବାଟରେ ଦେଖିଲେ ନାହିଁ, ଦୂରରୁ ତା ଦେହରେ ଫଳ ଥିବ ବୋଲି ଭାବିଲା ବେଳକୁ ସେଠି କଣ ଅଛି, ପ୍ରଚୁର ପତ୍ର ଅଛି। ପରମ୍ପରାଗତ, ଯେମିତି ହେଲେ ବଡ ଦିନରେ ନୂଆ ଡ୍ରେସ ଟେ ପିନ୍ଧିବା, ଯାହାର ଜନ୍ମଦିନ ସେ ପଛକେ ପିନ୍ଧୁ ନ ପିନ୍ଧୁ, ଆମେ କିନ୍ତୁ ପିନ୍ଧିକି ହାପି କ୍ରିସମାସ ନାଇଁ, ଯୀଶୁ କାର୍ଡ ପଛକେ ପଢିଥାନ୍ତୁ। ଆଉ ଆଜିର ସମୟରେ ମତେ ବେଶୀ ହସ ଲାଗୁଛି, ଆଜିର ସମୟରେ ମତେ ବେଶୀ ହସ ଲାଗୁଛି। ଏବେ ବି ଅନେକଙ୍କ ଘରେ ଯୀଶୁ ଆସିକି ସେ ଗୁହାଳ ଘରେ ଜନ୍ମ ହଉଛି। ସେଇ ନଡା, ସେଇ କୁଣ୍ଡ, ସେଇ ଗଧ ଛୁଆ, ଗଧ ଗୁଡାକ ଅଛନ୍ତି, ସେଇ ଯୋସେଫ ମରିୟମ ଏବେ ବି ଠେକା ପିନ୍ଧିକି ତାଙ୍କର ଦୁଆର ମୁହଁରେ ବସିଛନ୍ତି। ଭାରି ସେଥିପାଇଁ ମଧ୍ୟ କିଏ ତତ୍ପର, ଯେମିତି ହେଲେ ଆମ ଘରେ ଯୀଶୁ ଆଜି ଜନ୍ମ ହେବେ ନା, ଆଉ ନଡା ବିଡା ବନ୍ଧା ହବ, ଗୁହାଳ ଗୋଟେ ତିଆରି କରାହବ। ଯାଇଥିଲେ ଯେମିତି ଦେଖିବା ପାଇଁ, ନଡା ଗୁହାଳ ଥିଲା ତାଙ୍କର ଯୀଶୁଙ୍କର। ଆରେ ପାଲେଷ୍ଟାଇନରେ କଣ ଅବସ୍ଥା ଥିଲା, ପଇସା ଖର୍ଚ୍ଚ କରିକି ଯାଅ, ତାପରେ ଜାଣିକି ଆସିବୁ ନା। ଆଉ ଆମର ରିପୋର୍ଟର ମାନେ ପଳେଇ ଆସିବେ, କ୍ୟାମେରା ଧରିକି ସେଇଠୁ ଜୁମ କରିକି ଦେଖେଇବେ, ଦେଖ ଯୀଶୁ ବର୍ତ୍ତମାନ ଧରାବତରଣ କଲେ। ସୁବିଧା ହେଇଯାଉଛି ସେମାନଙ୍କୁ କହିବା ପାଇଁ, ନୁହେଁ କି ପ୍ରିୟ ମାନେ? ଆମେ ଏଇ ସବୁରେ ପାରମ୍ପରିକ, ଅନେକ ଖ୍ରୀଷ୍ଟୀୟ ପରିବାର ଗୁଡିକରେ ତାହା ପାରମ୍ପରିକ ଅଛି। ତ କାନ ଥିବା ଲୋକ କେବେ ହେଲେ ଏଗୁଡାକ କରିବ ନାହିଁ, କାନ ନଥିବା ଲୋକମାନେ ଏଗୁଡାକ କରିବେ। ପରମ୍ପରାଗତ ନୂଆ ବସ୍ତ୍ର ପିନ୍ଧିବା, ମୁଁ ସେଥିପାଇଁ ମତେ ଜମା ଇଚ୍ଛା ନାହିଁ।
ମୁଁ କେବେ ବି ବଡଦିନ ଦିନ ନୂଆ ଡ୍ରେସ ପିନ୍ଧେନି। ଆମ ଘରେ ବି ମୁଁ କହିଦେଇଛି, ପିଲାମାନେ ପିନ୍ଧିବ ଯଦି ପିନ୍ଧ, କାହିଁକି ତମେ ମାନେ ଜଗତର ସହିତ ସାଲିସ ହେଇକି ଜୀବନ କର। ମୁଁ କିନ୍ତୁ ପିନ୍ଧିବିନି, କାରଣ ମୋର ସେଟା ବାର୍ଥଡେ ନୁହଁ। ଯାହାର ବାର୍ଥଡେ ସେ ପିନ୍ଧିବା ଆବଶ୍ୟକ। ଯଦି ପାରୁଛି ତାହେଲେ ମୁଁ ସେଇଦିନ ଆଉ ଜଣଙ୍କ ମୁହଁରେ ହସ ଦେବି, ଚେଷ୍ଟା କରିବି। ତ ପ୍ରିୟ ମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଅନେକ ହୁଏତ ଆମେ କରି କରି ଆସିଛୁ, ସେଥିପାଇଁ ମୁଁ ମୁଖ୍ୟ ବାକ୍ୟ ନିକଟକୁ ଯିବା ପାଇଁ ଚାହେଁ। ଆଉ ମାତ୍ର 10 ମିନିଟ ହାତରେ ଅଛି। ତ ମୁଖ୍ୟ ବାକ୍ୟଟି ହଉଛି କଣ? ଇୟର, କାନ। ଏଇ ବର୍ଷର ଇଂରାଜୀରେ ତାକୁ କୁହାଯାଏ ଇୟର, YEAR। ଏଇ ବର୍ଷ ପାଇଁ ଆଜିର ବାକ୍ୟ ହଉଛି 3ଟି ଶବ୍ଦ ମୁଁ ନେଇଛି, ଇଂରାଜୀ ଶବ୍ଦ। ତାହା ହଉଛି ଫିୟର, ଇୟର ଆଉ ଗିୟର। ଫିୟର, ଇୟର, ଗିୟର। ଫିୟର ହଉଛି FEAR, ଯୋଉଟା କି ଭୟ କରିବା, ପରମେଶ୍ୱରଙ୍କୁ ଭୟ କରିବା। ଇୟର, YEAR, ଏବଂ ଗିୟର, GEAR। ଗିୟର ମାନେ ଗାଡିରେ ଯୋଉ ଗିୟର ପକାଯାଏ। ଆପଣଙ୍କ ଗାଡିରେ ଯଦି ଗିୟର ନାହିଁ, ପିକଅପ୍ ନବ ନାହିଁ। ଆପଣଙ୍କର ଗାଡି ଦୁକୁଡୁ 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 ହେଇକି ସାଇକେଲ ପରି ଚାଲିବ। ଗିୟର ପଡିବା କ୍ଷଣି ସେଟା ଭିଡିକି ନେଇକି ଆପଣଙ୍କୁ ପଳେଇବ, ସ୍ପିଡରେ ନେଇକି ପଳେଇବ। ଆଜିକାଲି ବହୁତ ସ୍ପିଡ ବାଇକ୍ ଗୁଡାକ ବାହାରୁଛି, ସ୍ପିଡ ଗାଡି ଗୁଡାକ ବାହାରୁଛି, ନୁହେଁ କି? ତେଣୁ ପ୍ରଭୁ ଆପଣଙ୍କୁ ମତେ ସାହାଯ୍ୟ କରନ୍ତୁ। ଏ 3ଟି ଶବ୍ଦକୁ ନେଇକି ଆଜିର ବାକ୍ୟ, ଆମେ ଯଦି ପରମେଶ୍ୱରଙ୍କୁ ଭୟ କରିବା, ଏଇ ବର୍ଷ ଆମେ ଆଗକୁ ବୃଦ୍ଧି ପାଇବା। ତେଣୁ ଫିୟର, ଇୟର, ଗିୟର, ଯଦି ଏଇ ଶବ୍ଦ ଗୁଡିକୁ ସିରିଏଲି ଲେଖାଯାଏ ଏବଂ ବାମ ପଟରୁ FYG କୁ କାଟି ଦିଆଯାଏ, ତାହେଲେ ଗୋଟିଏ ବାକ୍ୟ ଆପଣ ପାଇବେ, ଇୟର, 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 କାନ, କାନ, କାନ। ତା ମାନେ ପରମେଶ୍ୱରଙ୍କୁ ଭୟ କରିବା ଏବଂ ଏଇ ବର୍ଷ ତାଙ୍କ ନିମନ୍ତେ ଆଗକୁ ବୃଦ୍ଧି ପାଇବା। ଆଜିର ବାକ୍ୟ ହଉଛି ପରମେଶ୍ୱରଙ୍କୁ ଭୟ କରିବା ଏବଂ ତାଙ୍କ ବାକ୍ୟ ଅନୁସାରେ ଆମେ ଆଗକୁ ବୃଦ୍ଧି ପାଇବା। ଏ ବର୍ଷ ଈଶ୍ୱରଙ୍କର ବାକ୍ୟ ଶୁଣିବାର ବର୍ଷ ହେଉ, ଯଦ୍ୱାରା ଆମମାନେ ଈଶ୍ୱରଙ୍କର ବାକ୍ୟ ଖାଲି ଶୁଣିବା ନାହିଁ, କିନ୍ତୁ ତାକୁ କଣ କରିବା? ଆମେ ଭୟ କରିବା। ପରମେଶ୍ୱରଙ୍କର ବାକ୍ୟ ଶୁଣିବା କ୍ଷଣି ଆମ ଭିତରେ ଭୟ ଗୋଟେ ସୃଷ୍ଟି ହେବ ଏବଂ ଶୁଣିବା କ୍ଷଣି ବାକ୍ୟକୁ ଭୟ ସହକାରେ ଶୁଣିବା ଦ୍ୱାରା ଆମର ଜୀବନର ଗାଡି କଣ ହବ? ଆଗକୁ ଆଗକୁ ବୃଦ୍ଧି ପାଇବ। ଆଉ କାଲି ଯେମିତି ଥିଲୁ ଆଜି ବି ସେମିତି ଥିବା କିଛି ଲାଭ ନାହିଁ। ମୁଁ ଏଇ ବର୍ଷ ଗୋଟିଏ ବିଷୟ ଆରମ୍ଭ କରିଛି। କଣ? ଗୋଟେ ବିଷୟ କହୁଛି, ଆମର ନୂଆ ବର୍ଷ ଆସିଲା, ବଡଦିନ ତ ଗଲା, ବଡଦିନର ସାଜସଜା ସରିଗଲା ଏବେ। ତ ତାପରେ ଆସିବା ନୂଆ ବର୍ଷକୁ। ନୂଆ ବର୍ଷ ଆସିଲେ କଣ? ସେ ବି ଗୋଟେ ଚାଲିଛି ଆମର ପରମ୍ପରା, ନୂଆ ଡ୍ରେସ ପିନ୍ଧିବା, ନୂଆ ଘର କଲର ହବ, ଇତ୍ୟାଦି ଇତ୍ୟାଦି। ନୂଆ ବର୍ଷ ପୂର୍ବରୁ ଆମକୁ ଏସବୁ ଗୁଡାକ ତ କିଛି ପରିବର୍ତ୍ତନ ହୁଏ କି? କିଛି ପରିବର୍ତ୍ତନ ହୁଏନି। ନୂଆ ଡ୍ରେସ ଆମେ ପିନ୍ଧୁ ବୋଲି କହୁଛେ, ହେଲେ ଜନ୍ମଦିନରେ ବି ନୂଆ ଡ୍ରେସ ପିନ୍ଧିଥାଉ, ବାହାଘର ଦିନରେ ବି ନୂଆ ଡ୍ରେସ ପିନ୍ଧିଥାଉ, ଯଦି ବାହାଘର ପୁଣ୍ୟ ପର୍ବ ଆସିଲା ବି ସେଥିପାଇଁ ବି ପିନ୍ଧିଥାଉ। ତେଣୁ ନୂଆ ବର୍ଷରେ ନୂଆ ଡ୍ରେସର କିଛି ନଥାଏ, ସେଟା ନୂଆ ହବା କଥା ହେବ। କିନ୍ତୁ ନୂଆ କଣ ହୁଏ? ଆମ ଘରେ ଥିବା କ୍ୟାଲେଣ୍ଡରଟା, ଆମ କାନ୍ଥରେ ଟଙ୍ଗା ହେଇଥିବା ସେ ପୁରୁଣା କ୍ୟାଲେଣ୍ଡରଟା ବାହାର କରାଯାଏ ଏବଂ ନୂଆ କ୍ୟାଲେଣ୍ଡରଟା ସେଠି ଟଙ୍ଗାଯାଏ, ନୁହେଁ କି? ଆଉ ଯଦି ବି କ୍ୟାଲେଣ୍ଡରଟା ଆମେ ପୁରୁଣା କ୍ୟାଲେଣ୍ଡରରେ ଭଲ ଗୋଟେ ସୁନ୍ଦର ଫଟୋଟେ ଥିବ, ସିନେରୀ ଫଟୋଟା ଥିବ, କିନ୍ତୁ ଗୋଟେ ଛୋଟ ଛୁଆର ଫଟୋ ଥିବ ବା ବହୁତ ସୁନ୍ଦର ଲାଗୁଥିବା ଗୋଟେ କ୍ୟୁଟ ଫଟୋଟେ ଥିବ, ହୁଏତ ଆମେ ତାକୁ ଜାନୁଆରୀ ମାସରେ ରଖିଥାଉ। କିନ୍ତୁ କିଛି ଦିନ ପରେ ହଠାତ୍ ତାରିଖ ଉପରେ କଥା ପଡିଲା ବେଳକୁ ପୁରୁଣା କ୍ୟାଲେଣ୍ଡର ଦେଖି, ଆରେ ଏଟାକୁ ଉଠାଅ ମଠୁ, ଏଟା କଣ ଏଇ କ୍ୟାଲେଣ୍ଡରଟା ରଖିଛ, ତା ସକାଶୁ ଗଡବଡ ହଉଛି, ସେଠି ନୂଆ କ୍ୟାଲେଣ୍ଡରଟା ରଖ। ତେଣୁ କୌଣସି ପ୍ରକାରେ ସେ 1 ତାରିଖ ନହେଲେ ବି 10 ତାରିଖ 15 ତାରିଖ ସୁଦ୍ଧା ତାକୁ ଡେସ୍ପାଚ କରାଯାଏ, ପୁଣି ତା ଜାଗାରେ ନୂଆ କ୍ୟାଲେଣ୍ଡରଟି ଟଙ୍ଗାଯାଏ। ପ୍ରିୟମାନେ, ଆମ ଜୀବନର ଯାତ୍ରାରେ ଯଦି ସେ ନୂଆ କ୍ୟାଲେଣ୍ଡର ଏପର୍ଯ୍ୟନ୍ତ ଟଙ୍ଗା ହେଇନି, ଅର୍ଥାତ୍ ଆମେ ଯଦି ନୂଆ ବିଷୟ କିଛି ଆରମ୍ଭ କରିନୁ, ତାହେଲେ ଆଜି କରିବା। ପୁରୁଣା ନାହିଁ, ନୂଆ, ସମଥିଙ୍ଗ ନ୍ୟୁ ହେବା ଦରକାର। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ତେଣୁକରି ଆମର ଜୀବନର ଗାଡି କଣ ହବ? ସ୍ପିଡ ବଢିବ। ଏଥିପାଇଁ କେତୋଟି ବାକ୍ୟ ମୁଁ କହିବା ପାଇଁ ଚାହେଁ, ଯୋଉ ବାକ୍ୟ କି ଈଶ୍ୱରଙ୍କର ବାକ୍ୟ ଆମ ପାଇଁ ସେଥିପାଇଁ କଣ? ଗୋଟେ ଦର୍ପଣ ସଦୃଶ। ପ୍ରଭୁ ସେଥିପାଇଁ ଗୋଟେ ଦର୍ପଣ ରଖିଛନ୍ତି,
से वाक्य को आमे पढ़िबा एवं से वाक्य अनुसार आमे जीवन काटिबा। प्रथम विषय होची दर्पण सदृश। जदि आपण माने खोलिबे याकूब तार 1 पर्व तार 23 पदरु 25 पद भितरे ताहा लेखा अछि। याकूब 1 पर्व 23 पदरु 25 पद भितरे। कारण जदि केही वाक्यर कर्मकारी न होई श्रोता मात्र हुए तेबे से दर्पण रे आपणा स्वाभाविक मुख दर्शन करथुवा मनुष्यर तुल्य। जेणु से आपणा को देखिला उतारे चली जाई से की प्रकार लोक ताहा सेही क्षणी भूली जाए। किंतु जे सिद्ध अर्थात स्वाधीनतार व्यवस्था प्रति निरीक्षण करी सेतिरे निविष्ट थाए पुणी विस्फोरणकारी श्रोता मात्र न होई बरं कार्यकारी हुए से आपणा कार्य रे धन्य। ओके, जणे दर्पण को देखिला एवं तार त्रुटि को से संशोधन कला ताहले कोन हला दर्पणर कार्यटा दर्पण ताकू कहीदेला जे तोर मुंड एठी बका अछि चुटी काटू कुंडे हवा कि मुहरे ए जगह रे दागटी लागि जे ताकू पोछि दे। दर्पण कोन कहूची कथा कहूची नै कि आमे दर्पण सम्मुख जेतबेले जाउछु पाउडर अधिक लागि गला कि लिपस्टिक लागि गला कि जहा भी हो नै कि किंतु आमे दर्पण कहिला परे जदि सुनिबा नाही भूली जिबा ताले कोन हो लोक हमकु देखि के हसिबे ए देखो देखो ता मुहरे केते पाउडर लागि से जानि पारो। ए वाक्यटी मत सही प्रकार आमे वाक्य को देखिलु सुनिलु जानिलु किंतु आमे करलु ना। यहूदी माने से दिन कोन करथिले काहे कि प्रभु कहले कान अछि ए टॉपिक ता शीघ्र सरीबो नै आज्ञा ए अधघंटे भीतर सरीबो नै तथापि चेष्टा करूची। तो यहूदी लोक मानकु से दिन प्रभु यीशु कहले ए माने देखु नांती काहे कि तुमे विश्राम बार रे से लोक जो कहले विश्राम बारे जणे लोकर हाथ सुखी जायतिला लोक पुस्तक रो घटड़ा ता हाथ सुखी जायतिला आ प्रभु कहले तोर हाथ टिके मुआडे बढ़ा आ से हाथ बढ़ेला सुस्थ हो गला। से माने कोन कहउचंदी विश्राम बारे सुस्थ करिवा कथा नु प्रभु कोन ताकू भिड़िले माडी बसिले ना ता पट्टी बांधी देले ना कोन कले किछि तो करि नांती खाली कहले तो हाथ टिके बढ़ा नै कि बेले बेले मंडली गुडा करे समाज गुडी करे उन्नति मूलक भलो काम होतुबो किंतु ताकू क्रिटिसिज्म अनेक जगह करा मंद काम को से माने केही किछ कहू नथिबे किंतु उत्तम कर्म करिवाटा अनेक समय क्रिटिसिज्म सेति तथाकथित ख्रिस्टियन मान को मध्य लक्ष्य करी आजिर वाक्य जे जार कान अछि से सु सेति पई ईश्वरकर वाक्य की प्रकार दर्पण सदृश। द्वितीय विषय होची प्रथम पितर तार 1 पर्व प्रथम पितर तार 1 पर्व तार 23 पद 1 पर्व 23 पद जोठी लेखा जाए जेणु तुम्बे माने क्षणीय बीजरु नुहे बरं अक्षय बीजरु अर्थात ईश्वरक जीवंत और चिरस्थायी वाक्य द्वारा पुनर्जात होई अछि। ईश्वरकर वाक्य होची गोटे बिहन सदृश आ सेई बिहन कोन ताहा क्षणीय बीज नुह मात्र अक्षय बीजरु आमने उत्पन्न। ए जगत रे जो बीज गुडाक बा जो मंजी गुडाक पडुची ताहा क्षणीय ता क्षय पाई जिवो किंतु हमर प्रोडक्शन कोठू अक्षय बीजरु आमे क्षय पाइबा नुह। सेति पई निजे को कोन करिबा ईश्वरकर वाक्य द्वारा हमर जीवन सरीबो नाही। जदि आमे पुनर्जन्म न पाइथिबा ताहाले हमर जीवन कोन होबो क्षणीय होई जिवो माटीर शरीर माटीरे मिसि जिवो एवं आत्मा मध्य नरक को चली जिवो जीवन पाइबो नाही। सेति पई क्षणीय बीजरु अक्षय बीजरु आमे जेहेतु उत्पन्न हेइछु आमठारे गोटे होप प्रभु देइछंती तुमे चेष्टा कले निश्चय आगु को जाई। चिंता करंतु मनुष्य आजी चेष्टा करी कि धन उपार्जन करि पारुची ज्ञान उपार्जन करि पारुची किंतु अनंत जीवन उपार्जन करि पारु नुहे कि मनुष्य आजी परिश्रम करी कि धन उपार्जन करि पारुची ज्ञान उपार्जन करि पारुची किंतु अनंत जीवन उपार्जन करि पारु। सारा पृथ्वीर लोक को देखंतु आज धन सकाशु से माने गर्व करूचंती ज्ञान सकाशु गर्व करूचंती किंतु अनंत जीवन पाइछु बोली केबे आमे गर्व करि पारिछु कहि पारुनु। आमे पाइबा सत्य मध्य आमे चुप सेई तथाकथित बरबदिन नवा वर्ष पुनरुत्थान सब सरी जीव पछे तथापि आमे चुप। जगत रे अनेक पुस्तक अछि एगुड़ी को कोन करे आमान को ज्ञान प्रदान करे
किंतु बाइबल हमको अनंत जीवन प्रदान करे। हालेलुया। बाइबल हमको अनंत जीवन प्रदान करे। आ जोटा अनंत जीवन दिए से अनंत जीवन आमे कहा निकट रे देई पारुनु। जति पई पाउलो कहिले मु ख्रिस्टियन हबारु दर्प करिवार विषय किछि नाही, कारण मु जदि सुसमाचार प्रचार करे सेतरे दर्प करिवार विषय किछि नाही, कारण ताहा करिबा निमंते मु बाध्य। आज केते जण आमे बाध्य सुसमाचार प्रचार करिबा पाई। आम मनरे प्रथमे जणे आमनकर जो गवर्नर थिले डॉक्टर एस.सी. जमीर, जेतेबेले आमनकर ओडिसा रो गवर्नर थिले, नागालैंड रो आसीथिले, तांकर मंडापड़ारे तांकर 150 वर्ष जयंती समय से आसीथिले स्पीकर हे करिबा पाई। 150 वर्ष को एवं स्पीकर हेतिले। सेही दिन मु गोटे तांकर सर्मन सुनिथिली। आमे प्रथमे कोन भाबुछु माने से चतुर्वर्ष रे सब तांकर तो जति कि पदस्थ कर्मचारी समस्त विजातीय थिबे ना, तथापि से काहा को भय नै। गवर्नर से तो गवर्नर ना, जे का को भय करिवे, से पूरा फ्री फ्रैंकली प्रचार करूछथि। कोन आज आमे सुसमाचार प्रचार करिबा पे प्रथमे भय करूछु। कोन भाबुछु गले काळे लोक हमकु ताडना करिवे, गले काळे हमरो इज्जत चाली जीवो, गले काळे हमरो चाकरी ऊपर प्रभाव आसीबो, हमरो 5 जन सहित बसिबा। किंतु प्रभु कोन कहचंती जाओ सुसमाचार प्रचार कर। आजिर समय प्रभु आपण कहबो मते एई कथा कहबा पाई चाहती। एई वर्ष आमे परमेश्वर को भय करिबा, हमर स्पीड को टिके बढ़ाइबा, जो द्वारा ईश्वरकर वाक्य प्रथम विषय कहली दर्पण सदृश, द्वितीय विषय होची विहंग सदृश, एवं तृतीय विषय कही समाप्त करिबी गीत संहिता 119 रो 105 मुखस्थ पद नै कि गीत संहिता 119 रो 105 तुम वाक्य मो चरण पाए प्रदीप और मो पथ पाए आलु अटे। ईश्वरकर वाक्य आम जीवन यात्रा रे गोटे प्रदीप सदृश, गोटे आलुओ सदृश आमे जीवा यात्रा रे सहाय हो। एई वर्ष सारा आपण जुआडे भी जीवे आपण को आगे आगे से दीप जळिथबो। तेनो प्रिय माने आजी समय आसीची, मु सेति पाई गत दिन रे भी कहिची, आज भी कहूची, आमे निज लोकंक भितरे प्रचार करिबा एवं बाहर लोकंक निकट प्रचार करिबा आकाश पातळ। मु अनेक थर कथा कहबाकू चेष्टा करी मध्य बेले बेले मोर पाटी अटकी जाइछि, बहुत डिफिकल्ट। एठी आमे जाहा कहि देले भी चलिबो, इवन मु भूल कहिले भी आपण माने ताकू भूल बोली धरिबे ना। किंतु गोटे विजाति जगह रे गोटे नुआ नॉन क्रिश्चियन मान को भीतरे सुषमाचार दबा छोटिया कथा न। सेति पय ओडिया रे गोटे प्रवाद अछि ना, बिछा मंत्र न जानि साप लांजरे हाथ मारिबा भूल। बिछा मंत्र न जानि साप लांजरे हाथ मारिबा। बेले बेले कोन हुए बड़ बड़ प्रचारक मानकर वाक्य सुनि कि के प्रचार करि दियंती। गत दिन रे गोटे प्रैक्टिकल कोछि अमान को मधरे आउ तो प्रभु को दास नाहंती, अमान को रेवरेंड किशोर दिगा लाग्या। से जेहेतु अति सुंदर वाक्य आ जेहेतु से अनेक विषय को रिसर्च करिथिले, सेति पय से तांकर प्रचार शैली थिला भिन्न। तांको वाक्य सुनि कि आउ जने हमर जुवा प्रभु को दास से कोन कले, से भी जाके प्रचार कले विजातीय मानक भितरे। जेतबेले प्रचार कले सियाडो जेतबेले उल्टा प्रश्न गुडा को आसिला, या कहि पारले ठेंगा धरि तन गोडेले बाडैबा। काहे कि जोटा जानि नो सेटा प्रचार करिबाटा भी भलो नै, बुझले। ईश्वरकर वाक्य सेति पय प्रिय माने प्रभु आपण को मते सहाय्य करंतु। बाइबल हमको बारंबार एई विषयटी सचेतन करि दउची, जार कान अछि से सुन। होय तो सुनिले हम जीवन कोन हबो परिवर्तन। जदि आम भितरे एबे भी दर्पण को देखिला पर भी आम भितरे थिबा असजडा विषय को आमे सजाडी पारिनु, चिंता करंतु। आमे प्रार्थना को जाउछु, आमे गीत गाउछु, आमे आराधना करूछु, आमे वाक्य भी प्रचार करूछु, किंतु आम भितरे प्रेम नाही। चिंता करंतु। सबुठारु प्रथम विषय, गुरुत्वपूर्ण विषय प्रेम। प्रेम बहुल पाप आच्छादन करे, प्रेम क्षमा दिए, प्रेम कोन करे परस्पर सहभागिता सृष्टि करे। ए वर्ष आरंभ रे आपण चिंता करंतु, एई वर्ष रे गत वर्ष सारा अनेकंक सहित मोर अमिलनता अछि। आमे चर्च को आसुछु, आमे प्रभु भजन अंशी होउछु, किंतु हमर प्रेम नाही। आमे सहभागिता करि पारिनु।
से काहेकि कहबो ना हेले से काहेकि कहबो मु किंतु तांको सॉरी कहबिनी मु काहेकि क्षमा मागिबी तांको मु किए कि से काहेकि से मोठो केते बड़ कि अनेक समय आम जीवन रे ता हुए चिंता करू प्रभु जीशु सृष्टिकर्ता प्रभु जीशु निर्माणकर्ता है शेष रे कोन कहले पिता माने कोन करू अछंती जानते नै मानको क्षमा कर किंतु सेई ख्रीष्टंकर संतान है ख्रीष्टंक ना को आमने निंदित करूचो आमे शैतान रो संतान परी शैतान काहा को क्षमा करि पारे सेति पय गलातिय 5 पर्व 19-20 पद को मन रखिबे हुए तो आमे 22-23 पद को समस्ते मन रखिछु प्रेम आनंद शांति दीर्घ सहिष्णुता पर्व किंतु ता पूर्वटा को आमे समस्ते भूली जाउछु तेणु 19-20 पद को विशेष भाव में मन रखिबा कारण सेई गुडी को आम पाखरे अछि से कैलेंडर टा को एबे भी आमे से 2024 रो कैलेंडर टा को एपर्यंत आमे काढिलो याडे कोन करूछु 2025 को आनि के टंगेया को चेष्टा करूछु गोटिए कंटारे दीटा को केमति झुलिबे जे झुली पारिबे ना पवन हले गळी पड़िबो जागा नै सेठी तेनु ताकू प्रथमे काढिबा हिंसा देश राग अभिमान परनिंदा परचर्चा एगुडा को प्रथमे काढिबार अछि ना कान थाई कि भी आमे सुनि पारू आमे प्रार्थना रे बसुछु आमे सहभागिता रे बसुछु आमे चर्च को जाउछु सेही यहूदी माने जहा करूतले आजिर पुराना क्रिश्चियन माने मत सेया करूछु किंतु आमे ताकू छाडी पारू तेणु करी प्रथमे ताकू परित्याग करिबा नोआ नोआ विषय ताले आम जीवन रे से गियर टा कोन हो स्पीड हो देखंतु ए वर्ष आपण चिंता करतु मोर काम हला कहिबा मोर काम हला कहिबा मते प्रभु से आह्वान देइछंती मो डॉक्यूमेंटरी ऊपर बेसी प्रायोरिटी देनी गुडाए सर्च करिकी बाहर करिकी कहिबा पय वाक्य मते भलो लागे मते कोन भल लागे प्रैक्टिकल ता प्रभु मते जेमती कथा कहते पिटिबा होची मोर काम गोड सेति पय मोर ना होची कोन समस्त कहते आमे बाप्टिस्ट आमे होछु पेंटिकोस्ट आमे होछु लुथरान आमे जे मु होची कोन ठेंगा पिटा बाप्टिस्ट फेलोशिप ठेंगा पिटा बाप्टिस्ट हला टीबी हला ठेंगा पिटा बाप्टिस्ट अर्थात ठेंगा धरिची बाड़े बाड़े शासन करिबा पाळकर जस्टी जो कहंती नै पाळकर जस्टी प्रभु मते दैछथि मोर काम हला कहिबा काहाको भलो लागिले भलो लागिबो काहाको भलो न लागिले न लागिबो सेति भाई मु केबे भी ओरिट न इवन मु जो चर्च को जाईछि मु केबे चर्च लोकन को प्रायोरिटी देई मु कहे प्रभु तुमे जहा कहबो मु ताहा कहि सेठी बसी थिले भी मु कहली पर जदी चीफ मिनिस्टर भी मु आगे बसतांती तथापि मते टिके भी भय लागिबो कारण मो पई आगरे जे बसछती मु एटा शिखिछि मो बाइबल कॉलेज रो शिखिछि कारण आम आगरे आम सार माने बसुतिले सेति भाई हम थरी थरी का डरी डरी का प्रचार करथुलु थरे आम सार कहिले जे थरे आम सार कहिले तुमे काहे के भय करूछ तुमे जानिबो जे तुम आगरे समस्ते तुमरो पिला माने बसछ सेही दिनटू भय चली गला सत्य कथा आमे बालक हिसाब रे जतो प्रचार करूछु पुलपिट को जाउछु भूली जिबा दरकार जे आगरे किए बस केते बड़ लोक बस से केही बड़ नहंती ईश्वर को राज्य रे आपण भाबुचंती स्वर्ग को जतो आमे जिबा विश्व की जिबा की डायरेक्टर हे की सेही साधारण मु गोटे पास्टर हे आज जगत रे आपण माने मते होय तो पास्टर कहउछ किंतु ईश्वर को राज्य रे मु पास्टर न मु सेही गोटे तांकर गोटे मेस हे की जिबी मोर कैरेक्टर को मु शेष करी कि मु जिबी तेणु ईश्वर राज्य में गोटे साधारण विश्वासी होगी जाऊँगी तेणु प्रभु राज्य को आपण एवं मु जीवा पूर्व आई वर्ष आम प्रस्तुत करवा प्रभु आम समस्त को साहाय्य करंतु अधिक समय नहीं मु क्षमा चाहे आ प्रभु ए वर्ष सारा तेणु 3टी शब्द कही फियर हियर गियर आम प्रभु को भय करवा ए वर्ष रे आमर स्पीड को बढ़ेगा प्रभु आम समस्त को आशीर्वाद करंतु।